କେଉଁ ପାପର କାରଣରୁ ଶିବଲିଙ୍ଗର ଉତ୍ପତ୍ତି ହୋଇଥିଲା? ବନ୍ଧୁଗଣ, ଶିବଲିଙ୍ଗର ଉତ୍ପତ୍ତି ବିଷୟରେ ଅନେକ ଗ୍ରନ୍ଥମାନଙ୍କରେ ନାନା କଥା ଲେଖାଯାଇଛି। ଶିବଲିଙ୍ଗର ପୂଜା ପ୍ରତ୍ୟେକ ସ୍ଥାନରେ ହୋଇଥାଏ। ମହାଦେବ ହେଉଛନ୍ତି ଶିବଲିଙ୍ଗର ଅନ୍ୟ ଏକ ରୂପ। ଶିବଲିଙ୍ଗରେ ଜଳାଭିଷେକ କରିଲେ ପ୍ରଭୁ ଶିବ ପ୍ରସନ୍ନ ହୋଇଥାନ୍ତି। କିନ୍ତୁ କ'ଣ ଆପଣମାନେ ଜାଣିଛନ୍ତି କି ଶିବଲିଙ୍ଗର ଉତ୍ପତ୍ତି କେମିତି ହୋଇଥିଲା? କେଉଁ କାରଣ ପାଇଁ ଶିବଲିଙ୍ଗର ଉତ୍ପତ୍ତି ହୋଇଥିଲା? ଆଜି ଆମେ ଆପଣଙ୍କୁ ଏହା ବିଷୟରେ କିଛି କହିବାକୁ ଯାଉଛୁ। ଏକ କଥା ଅନୁଯାୟୀ ଏକଦାର ଦାରୁ ନାମରେ ଏକ ଜଙ୍ଗଲ ଥିଲା। ସେଠାକୁ କିଛି ସ୍ତ୍ରୀମାନେ କାଠ ଆଣିବାକୁ ଯାଇଥିଲେ। ଆଉ ସେହି ସମୟରେ ମହାଦେବ ଲଗ୍ନ ଅବସ୍ଥାରେ ସେହି ସ୍ତ୍ରୀ ଲୋକଙ୍କ ପାଖରେ ପହଞ୍ଚିଥିଲେ। ଏହା ଦେଖିବା ପରେ ସ୍ତ୍ରୀ ଲୋକମାନେ ଭୟରେ ଆଶ୍ରମକୁ ପଳାଇଥିଲେ। କିଛି ସ୍ତ୍ରୀ ଲୋକମାନେ ମହାଦେବଙ୍କୁ ଆଲିଙ୍ଗନ କରିଲେ। ଠିକ୍ ସେହି ସମୟରେ କିଛି ଋଷିମାନେ ସେଠାରେ ପହଞ୍ଚିଥିଲେ ଓ ମହାଦେବଙ୍କୁ କହିଥିଲେ, ଏହା ଦେବ ବିରୋଧୀ କାମ ଅଟେ। ଏହାପରେ ଋଷିମାନେ ରାଗି ଯାଇ ମହାଦେବଙ୍କୁ ଅଭିଶାପ ଦେଇ କହିଲେ, ତୁମର ଜ୍ୟୋତିର୍ଲିଙ୍ଗ ତଳେ ପଡ଼ିବ। ଏହା କହିବା କ୍ଷଣି ମହାଦେବଙ୍କ ଜ୍ୟୋତିର୍ଲିଙ୍ଗ ଭୂମିରେ ପଡ଼ିଥିଲା ଓ ପୃଥିବୀରେ ନିଆଁ ପିଣ୍ଡୁଳା ହୋଇ ହାହାକାର ଖେଳିଗଲା। ସାରା ପୃଥିବୀ ନିଆଁରେ ଜଳିଗଲା। ଆଉ ଏହାପରେ ତିନି ଲୋକରେ ହାହାକାର ଶୁଭିଲା। ଏହାପରେ ସମସ୍ତେ ଚିନ୍ତାରେ ପଡ଼ିଯାଇ ବ୍ରହ୍ମଦେବଙ୍କ ପାଖକୁ ଯାଇଥିଲେ। ଏହାପରେ ବ୍ରହ୍ମଦେବ ଋଷିମାନଙ୍କୁ ମହାଦେବଙ୍କର ଶରଣକୁ ଯିବାକୁ କହିଥିଲେ। ଋଷିମାନେ ସେଇଆ ହିଁ କରିଲେ। ମହାଦେବ ଋଷିମାନଙ୍କୁ ଦେଖି କହିଲେ କି ମା ପାର୍ବତୀଙ୍କ ନିକଟକୁ ଯିବାକୁ, କାରଣ ମା ପାର୍ବତୀ ହିଁ ଏହି ଜ୍ୟୋତିର୍ଲିଙ୍ଗକୁ ଧାରଣ କରିପାରିବେ। ମା ପାର୍ବତୀଙ୍କ ଛଡ଼ା ଜ୍ୟୋତିର୍ଲିଙ୍ଗକୁ ଅନ୍ୟ କେହି ଧାରଣ କରିପାରିବେ ନାହିଁ। ଏହାପରେ ଋଷିମାନେ ମା ପାର୍ବତୀଙ୍କୁ ତପସ୍ୟା କରିଲେ ଓ ମା ପାର୍ବତୀ ଏଥିରେ ସନ୍ତୁଷ୍ଟ ହୋଇ ଆବିର୍ଭାବ ହେଲେ। ମା ପାର୍ବତୀ ପ୍ରସନ୍ନ ହୋଇ ଜ୍ୟୋତିର୍ଲିଙ୍ଗ ନିଜ ଯୋନିରେ ଧାରଣ କରିଲେ। ଏହା ପରଠାରୁ ତିନି ଲୋକରେ ଏହି ଜ୍ୟୋତିର୍ଲିଙ୍ଗ ଶିବଲିଙ୍ଗ ଭାବେ ପୂଜା ଅର୍ଚ୍ଚନା ହେଲା। ଆଜି ଯାଏଁ ମଧ୍ୟ ଶିବଲିଙ୍ଗର ପୂଜା ହେଉଛି। ଏମିତି ଶିବଲିଙ୍ଗର ଉତ୍ପତ୍ତି ହୋଇଥିଲା। ଆପଣ ଜାଣିଲେ ଶିବଲିଙ୍ଗ କେମିତି ଉତ୍ପତ୍ତି ହୋଇଥିଲା। ଯଦି ଏମିତି ନୂଆ ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହେଲେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ ଆଣ୍ଡ ଭିଜିଟିଂ।